ଯେତେବେଳେ ଘରେ ସାଧା ବନିଥାଏ ତ ଲୋକଙ୍କର ବହୁତ ହି ବାହାନା ହେଇଥାଏ ଆଜି ଆମେ ଖାଇବୁନି, କିନ୍ତୁ ଯଦି ଏଇ ଜିନିଷଟା ଆପଣ ବନେଇ ଦଉଛନ୍ତି ଗ୍ୟାରେଣ୍ଟି ମୋର ଆପଣ ସବୁବେଳେ ହିଁ ବନେଇକି ଖାଇବେ। ଆଉ ଏଇଟା ସ୍ପେଶାଲ ଯୋଉମାନେ ବ୍ରତ କରନ୍ତି ଉପବାସ କରନ୍ତି ସେଇମାନଙ୍କ ପାଇଁ ତ ଆହୁରି ବେଷ୍ଟ, କାହିଁକି ନା ସେମାନେ ଯେତେବେଳେ ସ୍ନାକ୍ସ ଖୋଜନ୍ତି ସବୁଥିରେ ହିଁ ପିଆଜ ରସୁଣ ପଡିଥାଏ, କିନ୍ତୁ ଫ୍ରେଣ୍ଡ ଏଇଟା ବିନା ପିଆଜ ରସୁଣରେ ଏତେ ଟେଷ୍ଟ ଲାଗିବ, କେବଳରୁ କେବଳ ଏଇଟା ଆପଣଙ୍କର 5 ମିନିଟ ବି ଲାଗିବନି, ରେଡି ହେଇଯିବ। ଆଉ ଯଦି ଥରିଏ ଆପଣ ଖାଇଦେଲେ ତ ବାରମ୍ବାର ବନେଇକି ଖାଇବେ, ଗ୍ୟାରେଣ୍ଟି ମୋର। ତ ଚାଲନ୍ତୁ ଫ୍ରେଣ୍ଡ ଡେରି ନ କରିକି ଆରମ୍ଭ କରିଦବା ଆମର ଏଇ ଛୋଟିଆ ରେସିପିଟିଏ, ଯୋଉଟା କି ଫ୍ରେଣ୍ଡ ଆପଣ ଯଦି ବ୍ରତ ପୂଜା ପର୍ବାଣୀ କିମ୍ବା ଘରେ ସାଧା ହଉଛି ଖାଇବାକୁ ଇଚ୍ଛା ହଉନି ତ ଆପଣ ବନେଇକି ଏଇଟା ଭାତ ସହିତ ଖାଇପାରିବେ, କିମ୍ବା ଆପଣ ସନ୍ଧ୍ୟା ଟାଇମ ଚା ପିଇବା ଟାଇମ ରେ ମଧ୍ୟ ଖାଇପାରିବେ, କିମ୍ବା ଆପଣ ୟାକୁ ବ୍ରେକଫାଷ୍ଟରେ ବି ଖାଇପାରିବେ। ୟାକୁ ଫ୍ରେଣ୍ଡ ଆପଣ ଟିଫିନ ମଧ୍ୟ ନେଇପାରିବେ କିମ୍ବା ଡିନର ରେ ବି ମଧ୍ୟ ଏଇଟା ଖାଇପାରିବେ। ଏଇଟା ବହୁତ ହି ହାଲକା ହେଇଥାଏ, ଖାଇବାରେ ବି ମଧ୍ୟ ଫ୍ରେଣ୍ଡ ବହୁତ ହି ଟେଷ୍ଟ ଲାଗିଥାଏ। ତ ତା ପାଇଁ ପ୍ରଥମେ ଆମକୁ କରିବାର କଣ ଅଛି, ଏଇଠି ସିଝା ଆଳୁ ନେଇଯିବାର ଅଛି। ଏଇଠି ଫ୍ରେଣ୍ଡ ଆପଣ ଦେଖିପାରୁଥିବେ ମୁଁ 3ଟା ସିଝା ଆଳୁ ଏଇଠି ନେଇଯାଇଛି। ଆଳୁ ଆମର ଫ୍ରେଣ୍ଡ ବହୁତ ଗରମ ଅଛି, ତ କେମିତି କଣ କରିବେ ସବୁ ମୁଁ ଏଇଠି ଟିପ୍ସ ବାଇ ଟ୍ରିକ୍ ଆପଣଙ୍କ ସହିତ ସେୟାର କରିବି। କାହିଁକି ନା ଆପଣ ଆସିଛନ୍ତି ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲ, ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ ଅନଲିମିଟେଡ ବୋନସ ପଏଣ୍ଟ ମିଳିଥାଏ। ଚାଲନ୍ତୁ ଆରମ୍ଭ କରିଦେବା ଆମର ବୋନସ ପଏଣ୍ଟ। ତ ଏଇଠି ଫ୍ରେଣ୍ଡ ଆପଣ ଦେଖିପାରୁଥିବେ ମୁଁ ଗୋଟେ କପ୍ ନେଇଯାଇଛି। ଏହିପରି ଭାବରେ ଆପଣଙ୍କୁ କପ୍ ନେବାର ଅଛି, ଆଳୁଟାକୁ ଚାପି ଦବାର ଅଛି। କାହିଁକି ନା ଫ୍ରେଣ୍ଡ ଗରମ ଆଳୁରେ ଆପଣ ତୁରନ୍ତ ହାତ ଲଗେଇକି ଚକଟି ପାରିବେ ନାହିଁ। ଆଉ ଏଇଠି ଯଦି ଫ୍ରେଣ୍ଡ ଆପଣ କପ୍ ୟୁଜ କରୁଛନ୍ତି ତ ବହୁତ ହି ବେଷ୍ଟ ହବ, କାହିଁକି ନା ଫ୍ରେଣ୍ଡ କପ୍ ର ତଳ ପଟଟା ବହୁତ ହି ଟାଣ ହେଇଥାଏ ଆଉ ବହୁତ ହି ଫ୍ରେଣ୍ଡ ମଜବୁତ ହେଇଥାଏ, ଯୋଉଟା କି ଆଳୁକୁ ପ୍ରେସର କଲେ ଆଳୁ ବହୁତ ହି ସହଜରେ ଚକଟି ହେଇଯାଇଥାଏ। ତେଣୁକରି ଫ୍ରେଣ୍ଡ ଗୋଟେ ବଡ କପ୍ କିମ୍ବା ଛୋଟ କପ୍ ଯାହା ବି ଆପଣଙ୍କ ପାଖରେ ଆଭେଲେବୁଲ ଅଛି ନିଅନ୍ତୁ। ଏହିପରି ଭାବରେ ଫ୍ରେଣ୍ଡ ଆପଣ ପ୍ରେସ କରିଚାଲନ୍ତୁ, ଯାହା ଦ୍ୱାରା ଆମର ଆଳୁଟି ବହୁତ ବଢିଆ ଭାବରେ ଏହିପରିକା ମେଲ୍ଟ ହେଇଯିବ। ଆଉ ଆପଣଙ୍କୁ ଏଠି ହାତ ମାରିବାକୁ ବି ପଡିବନି, ନା ଆପଣଙ୍କର ହାତ ତାତିବ ନା ଆପଣଙ୍କର ଟାଇମ ୱେଷ୍ଟ ହବ। ଦେଖିପାରିଲେ ନା ଫ୍ରେଣ୍ଡ, ଯଦି ଆପଣଙ୍କ ପାଖରେ କପ୍ ଆଭେଲେବୁଲ ରହୁନି କିମ୍ବା ମିଳୁନି ତ ଆପଣ ତାକୁ ଗ୍ଲାସ କିମ୍ବା ଯେକୌଣସି ଗିନା ତାଟିଆରେ ପଛର ପଟେ ମଧ୍ୟ ଚାପି ପାରିବେ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ନେଇଯାଇଛି ଶାଗୁ। ଶାଗୁକୁ ଫ୍ରେଣ୍ଡ ମୁଁ ଏଇଠି କେବଳରୁ ହିଁ କେବଳ 2 ଘଣ୍ଟା ବତୁରେଇକି ଛାଡି ଦେଇଥିଲି। ବହୁତ କମ ଟାଇମ ରେ ଏଇଟା ଆମର ଫୁଲି ଯାଇଥିଲା, 1 ଘଣ୍ଟା ରୁ 2 ଘଣ୍ଟା ବି ଲାଗିନଥିଲା। ପ୍ରଥମେ ତାକୁ ମୁଁ 2 ଥର ଧୋଇ ଦେଇଥିଲି, ତାପରେ ଗରମ ପାଣି ଟିକେ ଏଇଠି ଦେଇକି ରଖିଦେଇଥିଲି। 2 ଘଣ୍ଟା ଭିତରେ ବହୁତ ବଢିଆ ଭାବରେ ଆମର ଶାଗୁ ସଫ୍ଟ ହେଇଯାଇଛି, ଆପଣ ଦେଖିପାରୁଥିବେ ବହୁତ ହି ବଢିଆରେ ସଫ୍ଟ ହେଇଛି। ଏ ଶାଗୁକୁ ଆମେ ସବୁତକ ନେଇଗଲେ ଗୋଟିଏ କଟୋରୀ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ହି ସହଜରେ। ଆଉ ଶାଗୁ ଫ୍ରେଣ୍ଡ ଆପଣ ଯେତିକି ବଢୁଛନ୍ତି ତାର 2 ଡବଲ ହେଇଯାଇଥାଏ, ତେଣୁକରି ଫ୍ରେଣ୍ଡ ଦେଖିକି ଅନୁମାନ କରିକି ଆପଣ ଏଇଠି ଶାଗୁ ନେବେ। ଏଇଠି ଆମେ ନେଇଗଲେ ସ୍ୱାଦ ଅନୁସାରେ ଲୁଣ, ଆଉ ଏଇଠି ନେଇଗଲେ ଆମେ ଜିରା। ଫ୍ରେଣ୍ଡ ଦେଖନ୍ତୁ ଜିରାଟା ନିହାତି ଭାବରେ ଅପସନାଲ ଅଛି, ଯଦି ଆପଣଙ୍କୁ ପସନ୍ଦ ତ ନିହାତି ଭାବରେ ଜିରା ନିଅନ୍ତୁ। ଏଇଠି ନେଇଯାଇଛି ଫ୍ରେଣ୍ଡ ମୁଁ ଗୋଲମରିଚର ଗୁଣ୍ଡ। ଆପଣ ଚାହିଁଲେ ଫ୍ରେଣ୍ଡ ଗୋଲମରିଚକୁ ଏଇଠି ଛେଚିକି ବି ମଧ୍ୟ ନେଇପାରିବେ, ଟିକେ ଖଦଡିଆ ଥିଲେ ବି ଖାଇବାକୁ ଭଲ ଲାଗେ। ଏଇଠି ମୁଁ ନେଇଯାଇଛି 3 ରୁ 4ଟା କଞ୍ଚା ଲଙ୍କା, ଆଉ ଏଇଠି ଧନିଆର ପତ୍ର। ଦେଖନ୍ତୁ ଫ୍ରେଣ୍ଡ ଯାହା ଆପଣଙ୍କ ପାଖରେ ଆଭେଲେବୁଲ ରହୁଛି ସେଇ ଜିନିଷରେ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ପାଖରେ ଏଥିରୁ କୌଣସି ଜିନିଷଟି ନାହିଁ ତ ଆପଣ ତାକୁ ସ୍କିପ୍ କରିପାରିବେ। ଏଇଠି ଦେଖିପାରିଲେ ଫ୍ରେଣ୍ଡ ମୁଁ ନେଇଯାଇଛି ଅଦା। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ଯଦି ଆପଣ ପିଆଜ ରସୁଣ ଖାଇବା ପସନ୍ଦ କରନ୍ତି ତ ଆପଣ ଏଇଠି ରସୁଣ ଆଉ ଅଦା ପେଷ୍ଟ ବି ଦେଇପାରିବେ, କିନ୍ତୁ ଫ୍ରେଣ୍ଡ ମୁଁ ଏଇଠି କେବଳ ରସୁଣ ଦଉଛି। ତା ସହିତ ମୁଁ ନେଇଯାଇଛି ଏଠି ଭୃସଙ୍ଗ ପତ୍ର, ଯୋଉଟା ଦେଖି ଖାଇବାରେ ବହୁତ ହି ଟେଷ୍ଟ ଥାଏ ଆଉ ଦେହ ପାଇଁ ତ ଇଏ ବହୁତ ହି ଭଲ ହେଇଥାଏ। ଆଉ ଯଦି ଉପବାସ କରୁଛନ୍ତି ତ ନିହାତି ଭାବରେ ଭୃସଙ୍ଗ ପତ୍ର ହିଁ ଆପଣଙ୍କର ଦରକାର ହିଁ ଥାଏ, କାହିଁକି ନା ଫ୍ରେଣ୍ଡ ଇଏ ଟିକେ ଆମର ଏନର୍ଜେଟିକ ଆସିଥାଏ। ଆଉ ଶାଗୁରେ ଫ୍ରେଣ୍ଡ ଆପଣ ଜାଣିଛନ୍ତି ବହୁତ ସାରା ଏନର୍ଜି ଥାଏ, ତ ନିହାତି ଭାବରେ ଫ୍ରେଣ୍ଡ ଏଠି ଶାଗୁ ଆଡ କରନ୍ତୁ। ଯଦି ଫ୍ରେଣ୍ଡ ଆପଣ ଚାହୁଁଛନ୍ତି କି ଶାଗୁ ଏଇଠି ଆଡ କରିବେ ନାହିଁ ତ ଆପଣ ଶାଗୁ ବଦଳରେ ଏଇଠି ଫ୍ରେଣ୍ଡ ଆପଣ ଚାଉଳ ଗୁଣ୍ଡ ବି ମଧ୍ୟ ଆଡ କରିପାରିବେ, ଯୋଉଟା କି ବହୁତ ଭଲ ଟେଷ୍ଟ ଲାଗିଥାଏ। କିମ୍ବା ଆପଣ କେବଳରୁ କେବଳ ଏଇ ଜିନିଷଟି ଆଳୁରେ ହିଁ ବନେଇ ପାରିବେ। ଇଏ ଥିଲା ଫ୍ରେଣ୍ଡ ଆପଣଙ୍କ ପାଇଁ ଯେତେ ବ୍ରତ ଉପବାସ ରହୁଛି କିମ୍ବା ଆମର ଶିବରାତ୍ରି ହଉ ଯେକୌଣସି ପର୍ବପର୍ବାଣି ପାଇଁ ଇଏ ବେଷ୍ଟ ଆପଣଙ୍କ ପାଇଁ। ତେଣୁକରି ଫ୍ରେଣ୍ଡ ମୁଁ ଏଇ ଛୋଟିଆ ରେସିପିଟି ସେୟାର କରୁଛି, ଯେମିତି କି ଆପଣ ବି ଜାଣିକି ଆପଣ ବି ଏହିପରି ଭାବରେ ବନେଇନ୍ତୁ। କେମିତି ଲାଗୁଛି ମତେ କୁହନ୍ତୁ, ନିହାତି ଭାବରେ ଟ୍ରାଏ କରନ୍ତୁ। ଆଉ ଯଦି ଆପଣ ଥରିଏ ବନେଇକି ଖାଉଛନ୍ତି ଗ୍ୟାରେଣ୍ଟି ମୋର ଆପଣ ସବୁବେଳେ ବନେଇକି ଖାଇବେ। ଯୋଉପରି ଭାବରେ ଭାଗ ମାପ ମୁଁ ଆପଣଙ୍କୁ ଦେଖଉଛି ଚେଷ୍ଟା କରନ୍ତୁ ସେଇପରି ଭାବରେ ଆପଣ ଏଇଠି ନବା ପାଇଁ।
देखि पाइले ना फ्रेंड बहुत बढ़िया भाव आम ये चकटी देचे। ए चलते जी फ्रेंड आम गोल गोल करने माने जमी आप बल बनाते ना अटार ठीक से ही भाव में फ्रेंड आपको ये बल बनवा पड़ो। यहीपर भाव में फ्रेंड हाथ में धरिकी बहुत ही कम टाइम रे गोटे ये आम बल बनईदबा। हाथ दुई हाथ को परिष्कार धोई नियंतु गोटे हाथ में रखी दिंतु आपंकर आलू आउ गोटे हाथ में फ्रेंड यही भाव में चापी दिंतु बहुत बढ़िया भाव में सेफ होती आप गोटे आंगुठी कि जेकोसी चामच रे होना कहीं पुरैक यही भाव में कणा कर दिंतु। देखिपारे ना फ्रेंड बहुत इजी बहुत ही सहज से भाव में आम सबूतक यहीपर भाव में आमर जो गोलैक रखी आलू आउ सागु सबूतक आम यहीपर भाव में नहीं नहीं फ्रेंड आम या एमती गोल गोल करके कणा करदे जमी आप बरा सेप करते से परीक्षा जदि फ्रेंड आप चाहते गोल करेंगे ना माने कणा करेंगे ना तो कणा न कले भी फ्रेंड ये चले भल टेस्ट लगी था गोटे सुंदर देखा जाए आम ये कणा कर जदि आपको प्लेन पसंद तो आप फ्रेंड ये प्लेन भी रखिपारे। ये देखिपे ना फ्रेंड बहुत ही इजिली ये आमर आम ये राउंड रे होल कर देचे। एबे चलते जी फ्रेंड आउ गोटे जिनस पाखु जोटा कि हूँ राशि यहाँ फ्रेंड ऑप्शनल अच्छी जदि आपको पाखे अच्छी अवेलेबल अच्छी कि आपको जदि पसंद तो नियंतु। बहुत लोक राशि पसंद न थाए बहुत लोक सांगे सांगे राशि भी पाखे रखी न था तो जो मान पाखे अच्छी किंबा जो मान पसंद नुह तो से माने ये स्किप करेंगे जो मान पाखे अच्छी पसंद तो से माने आड करेंगे। ये फ्रेंड मुझे नहीं धला राशि ये आपको गोटे चमच धला राशि नहीं जावाक पड़ो। ये गोटे बड़ चमच धला राशि नहीं जाइए 6टा बरा को मोर ये रेडी हो सबूतक माने गोटे चमच धला राशि 6टा बरा एक आराम से आमर ये सबूतक फ्रेंड आप देखिए मुझे बाहर करमको ये चापिबार ना केवल केवल आप भाव में गोटे बरा नियंतु नहीं कि आपमती रखु रखिकी भाव में बुले दिंतु। देखिपारे ना फ्रेंड बहुत ही इजी बहुत ही सहजरे ये आमर रेडी ये देखो फ्रेंड देखिपारे ना फ्रेंड बहुत ही इजी बहुत ही सहजरे ये जाए था आमर 6टा जाक बरा को सबूतक आमर ये जाइए। ये देखिए फ्रेंड बहुत ही सहज जब आपन पाखे ना कि आपको पसंद न बहुत लोग राशि जेहतु पसंद न था से खाती जदि पसंद नुह तो आप फ्रेंड ये स्किप करेंगे टोटाली प्रेसर करके दाबिबेनि कहीं फ्रेंड ये आलू रे होता है तो दाबिले ये भांगी जीवार संभावना थाए। देखिले ना फ्रेंड आप खाली बुले देवे से चारियाडे लगी लगी जीव ये आमर देखिले ना फ्रेंड रेडी हो गला। चलते जी गरम तेल पाखक ये मुझे जाइए रिफाइंड तेल रिफाइंड तेल रे मु गोटी गोटी करके बरा आमर सागु आलूर बरा मुझे छाणी दौची पकई दौची ये फ्रेंड देखिपे मुझे केवल केवल ये 3टा नहीं बेसी ने जदि आप कड़ई बड़ रखुंट तो से अनुसार छाड़ी छाड़िका ने जदि कड़ई छोट अच्छी तो 2टा कि 3टा नियंतु जमीक मुझे आपको देखिपे 2 ରୁ 3टा नहीं आप बड़ कड़ई यूज कर तो आप अधिक फ्रेंड नहीं पारे सबूतक पकईकी भाव में फ्रेंड टे बुले दिंतु ताकि दुई पट साइड टा बहुत ही बढ़िया भाव में क्रिस्पी हो भीतर भी आलूटा आमर सीझीज फ्रेंड ये खाइबारे बहुत ही हल्का ही था या भात भी खाई पारे चाहिए फ्रेंड या मड़े रुटी भी खाई पारे कि सेमती सस रे मड़े 4टा बेल टाइम रे माने संध्या टाइम रे खाई पारे जिते छोट छोट भोक होता है ना यहाँ खाई पारे व्रत हो कि जहाँ भी हो आप आराम से नहीं पारे और फ्रेंड ये बहुत शीघ्र डाइजेस्ट भी हो जाए खाइबार भी बहुत टेस्ट लगी था। मीडियम टू हाई फ्लेम करके आम या कुकिंग करवा बेसी टाइम नबानी फ्रेंड जेहेतु आलू अच्छी तो बेसी टाइम या आम ये तेल छाणी बहुत अल्प टाइम रे छाणीबा आप देखिपे फ्रेंड केते सुंदर देखा जाउची आमर यही बराटी या फ्रेंड एम छाणी देकी जेकोसी टिश्यू पेपर रे नहले आपण जेकोसी पेपर रे ये रखिपारे तापर फ्रेंड आम जो तक सब तक बनईकी नहीं ना आम ये आराम से गोटी गोटी करके छाणीदबा फ्रेंड देखिले ना ये बहुत ही सहज बहुत ही कम टाइम रे ये हो जाए था। एबे देखिपे फ्रेंड मु सब तक जो तक पकई सब तक ये बाहर कर दूची ये देखो फ्रेंड बहुत ही इजिली ये आमर रेडी हो जाइए। एबे या गरमा गरम सर्व करंतु टमाटो सॉस हो कि चिली सॉस हो कि सेमिति भी आप खाई पारे बहुत ही टेस्ट लगी था पूरा मजा आसी जाए ऊपर क्रिस्पी थाए भीतर बहुत ही सॉफ्ट थाए जदि आप थरिए बन खाऊं तो आप जानीपारे ये केते टेस्ट केते भल लगुच बिना पियाज रसुण रे
ଆଉ ଏତେ ଟେଷ୍ଟ ଲାଗିବ ଆପଣ ଯେତେବେଳେ ଖାଇବେ ତୋର ଶାଗୁର ଗୋଟେ ଗୋଟେ ବାଇଟ୍ ଆପଣଙ୍କ ମୁହଁରେ ଲାଗିବ ଯୋଉଟା କି ଆହୁରି ହିଁ ଟେଷ୍ଟ ଆସିବ 2 ଗୁଣା। ୟାକୁ ଗରମ ଗରମ ନିହାତି ଭାବରେ ଫ୍ରେଣ୍ଡ ବନେଇକି ଖାଆନ୍ତୁ, ବହୁତ ହି ଟେଷ୍ଟ ଲାଗିଥାଏ ଗରମ ଥିଲା ବେଳେ। ତ ଇଏ ଦେଖନ୍ତୁ ଫ୍ରେଣ୍ଡ ବହୁତ ହି ମଜା ଲାଗିଯିବ। ତ ଫ୍ରେଣ୍ଡ ଆପଣ ନିହାତି ଭାବରେ ମୋ ରିକ୍ୱେଷ୍ଟ ଏଟା ବନାନ୍ତୁ। ଆପଣ କୋଉଠି ଦେଖୁଛନ୍ତି ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଆପଣଙ୍କୁ ମୋର ଭିଡିଓ କେମିତି ଲାଗୁଛି ମତେ ନିହାତି ଭାବରେ ଫ୍ରେଣ୍ଡ କମେଣ୍ଟ ମାଧ୍ୟମରେ ଜଣେଇବେ। ଆପଣ କୋଉ ଭିଡିଓ ଦେଖିବା ପାଇଁ ଚାହୁଁଛନ୍ତି, କୋଉ ରେସିପି ଦେଖିବା ପାଇଁ ଚାହୁଁଛନ୍ତି, ଆପଣଙ୍କ ଲାଗି ମୁଁ କୋଉ ରେସିପି ଆଣିବି ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭଲ ଲାଗିଲା ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ। ଥ୍ୟାଙ୍କ ଫର ୱାଚିଂ, ବାଏ ବାଏ, ଟାଟା।